ଦେବରାଜ ଇନ୍ଦ୍ର ପ୍ରକୃତରେ କିଏ? ଯିଏ ଭଲ କାମ କରେ ସିଏ ସ୍ୱର୍ଗକୁ ଯାଏ ଏବଂ ଯିଏ ଖରାପ କାମ କରେ ସିଏ ନର୍କଗାମୀ ହୁଏ। ଏହି କଥା ଆମେମାନେ ଗୁରୁଜନମାନଙ୍କଠାରୁ ଅନେକ ସମୟରେ ଶୁଣିଥାଉ। ଏଇ ଯେଉଁ ସ୍ୱର୍ଗ କଥା ଏଠାରେ ଉଲ୍ଲେଖ କରାଯାଇଅଛି, ଏ ସ୍ୱର୍ଗ ହେଉଛି ଏକ ବିଳାସପୁରୀ। ସମସ୍ତ ପ୍ରକାରର ସୁଖ ସ୍ୱାଚ୍ଛନ୍ଦ୍ୟ ଏଇଠାରେ ମିଳିଥାଏ। ଅନେକ ଜନ୍ମ ତପସ୍ୟା ଫଳରେ ଆତ୍ମା ଯେତେବେଳେ ନିଜ ପୁଣ୍ୟ କାର୍ଯ୍ୟ ଦ୍ୱାରା ନିଜକୁ ସେତିକି ବଳିଷ୍ଠ, ଶକ୍ତିଶାଳୀ ଏବଂ ପବିତ୍ର କରିପାରେ, ସେତେବେଳେ ସିଏ ସ୍ୱର୍ଗକୁ ଯାଇଥାଏ। ଏହି ସ୍ୱର୍ଗର ଅଧିପତି ବା ରାଜା ହେଉଛନ୍ତି ଦେବରାଜ ଇନ୍ଦ୍ର। ମର୍ତ୍ତ୍ୟମଣ୍ଡଳ ବା ପୃଥିବୀକୁ ଭୂଲୋକ କୁହାଯାଏ। ଭୂଲୋକର ଊର୍ଦ୍ଧ୍ୱରେ ହେଉଛି ଭୁବଲୋକ ଏବଂ ତତ୍ପରେ ସ୍ୱଲୋକ ବା ସ୍ୱର୍ଗଲୋକ। ଆତ୍ମା ଯେତେବେଳେ ବିଭିନ୍ନ ପ୍ରକାରର ଦୈବ ଗୁଣ ବା କର୍ମ ଦ୍ୱାରା ଦିବ୍ୟତ୍ୱ ପ୍ରାପ୍ତି ହୋଇଥାଏ, ଯେମିତିକି ଦୟା, କ୍ଷମା, ପରୋପକାରିତା ଇତ୍ୟାଦି, ସେତେବେଳେ ସ୍ୱର୍ଗର ସଦସ୍ୟ ହେବା ପାଇଁ ତା ମଧ୍ୟରେ ସେତିକି ଶକ୍ତି ଆସିଯାଇଥାଏ। ଅନେକ ଦେବଗଣ ଯେମିତିକି ବରୁଣ ଦେବ, ଅଗ୍ନିଦେବ, ବାୟୁଦେବ, ଗ୍ରହଗଣ ଇତ୍ୟାଦିଙ୍କର ଶକ୍ତିକୁ ସଞ୍ଚାଳିତ କରି ସମଗ୍ର ଭୂଲୋକ, ଭୁବଲୋକ ଏବଂ ସ୍ୱର୍ଗଲୋକର ଜଡ଼ ଜୀବ ଇତ୍ୟାଦିଙ୍କୁ ପରିଚାଳନା କରିଥାନ୍ତି ଦେବରାଜ ଇନ୍ଦ୍ର। ତାଙ୍କର ବାହନ ହେଉଛି ଐରାବତ ହସ୍ତୀ। ଇନ୍ଦ୍ରାସନ ବା ଇନ୍ଦ୍ରପଦ ହେଉଛି ଏମିତି ଏକ ପଦ ଯେଉଁ ପଦରେ ଅନେକ ଗୁଡ଼ିଏ କ୍ଷମତା ରହିଛି, ବିଭିନ୍ନ ପ୍ରକାରର ସୁଖ ସ୍ୱାଚ୍ଛନ୍ଦ୍ୟ ଏବଂ ବିଳାସ ବ୍ୟସନ ଭୋଗ କରିବାର ସୁବିଧା ମଧ୍ୟ ରହିଛି। ତେଣୁ ଏହି ଆସନରେ ଯିଏ ଅଧିଷ୍ଠିତ ହୁଏ, ସେ ସବୁବେଳେ ଜଣେ ରାଜା ପରି ତିନି ଲୋକକୁ ନିୟନ୍ତ୍ରଣ କରିଥାଏ। ଯଦିଓ ଇନ୍ଦ୍ରାସନ ସ୍ଥାୟୀ, କିନ୍ତୁ ତାକୁ ଯେଉଁ ବ୍ୟକ୍ତି ଗ୍ରହଣ କରିବେ ବା ଯେଉଁ ବ୍ୟକ୍ତି ବା ଯେଉଁ ଆତ୍ମା ସେଥିରେ ଇନ୍ଦ୍ର ଭାବରେ ପୂଜା ପାଇବେ, ସିଏ ଅସ୍ଥାୟୀ ହୋଇଥାନ୍ତି। ତାଙ୍କର ପୁଣ୍ୟ ବା ପାପ କର୍ମ ଦ୍ୱାରା ତାଙ୍କର ପଦଚ୍ୟୁତ ହେବାର ସମ୍ଭାବନା ମଧ୍ୟ ଥାଏ। ସୃଷ୍ଟି ଚକ୍ରରେ ବର୍ତ୍ତମାନ ସମୟରେ କଶ୍ୟପ ଋଷିଙ୍କର ପୁତ୍ର ପୁରନ୍ଧର ଇନ୍ଦ୍ର ରୂପରେ ନିଜର ପତ୍ନୀ ଦେବୀ ଶଚୀଙ୍କ ସହିତ ଅଧିଷ୍ଠିତ। ତାଙ୍କ ମନରେ ସବୁବେଳେ ଭୟ ରହିଥାଏ ତାଙ୍କର ଆସନର ବା ତାଙ୍କର ଗାଦିଚ୍ୟୁତ ହେବାର ସମ୍ଭାବନା ପ୍ରତି। ତେଣୁ ସେ ଅନେକ ସମୟରେ ଅନେକ ଋଷି ବା ମୁନିମାନଙ୍କର ତପସ୍ୟାକୁ ଭଙ୍ଗ କରିବାର ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତାଙ୍କର ଆଶଙ୍କା ଥାଏ ଯେ ସେହି ଋଷିମୁନିମାନେ ନିଜର ତପବଳରେ ଇନ୍ଦ୍ରଙ୍କର ଆସନ ପ୍ରାପ୍ତି କରିବେ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯାହା ଏହି ବ୍ରହ୍ମାଣ୍ଡରେ ଅଛି ତାହା ପିଣ୍ଡରେ ଅର୍ଥାତ୍ ମନୁଷ୍ୟ ଶରୀରରେ ଅଛି। ସନାତନ ଧର୍ମରେ ଉଭୟ ନିର୍ଗୁଣ ସୃଷ୍ଟି ଏବଂ ସଗୁଣ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି। ଯେଉଁ ଦେବରାଜ ଇନ୍ଦ୍ର ବା ସ୍ୱର୍ଗ କଥା ଆମେ ଏପର୍ଯ୍ୟନ୍ତ ଶୁଣିଛେ, ସେଗୁଡ଼ିକ ସଗୁଣ ସୃଷ୍ଟି ଅନ୍ତର୍ଗତ। କିନ୍ତୁ ନିର୍ଗୁଣ ସୃଷ୍ଟିରେ ଇନ୍ଦ୍ରଙ୍କର ଅର୍ଥ କିଛି ଅଲଗା। ଆମ ଶରୀରରେ 5ଟି ଦୃଶ୍ୟମାନ ଏବଂ ଗୋଟିଏ ଅଦୃଶ୍ୟ ଇନ୍ଦ୍ରିୟ ରହିଛି। ଏହି ଇନ୍ଦ୍ରିୟ ହିଁ ପ୍ରକୃତରେ ଇନ୍ଦ୍ରଙ୍କର ପ୍ରତୀକ ବା ସୂଚକ। ବାହ୍ୟ ପରିବେଶକୁ ଅନୁଭବ କରିବା ପାଇଁ ଏବଂ ନିଜ ଶରୀର ଭିତରେ ବିଭିନ୍ନ ଗୁଣମାନଙ୍କର ପରିପ୍ରକାଶ କରିବା ପାଇଁ ଆମ ଶରୀରରେ 5 ଗୋଟି ଇନ୍ଦ୍ରିୟ ରହିଛି। ଏହି ଦୃଶ୍ୟମାନ ଇନ୍ଦ୍ରିୟ ଗୁଡ଼ିକ ହେଉଛନ୍ତି ଆଖି ବା ଦର୍ଶନେନ୍ଦ୍ରିୟ, ଚର୍ମ ବା ସ୍ପର୍ଶେନ୍ଦ୍ରିୟ, ନାକ ବା ଘ୍ରାଣେନ୍ଦ୍ରିୟ, କାନ ବା ଶ୍ରବଣେନ୍ଦ୍ରିୟ ଏବଂ ଜିହ୍ବା ବା ସ୍ୱାଦେନ୍ଦ୍ରିୟ। ଏଗୁଡ଼ିକ ମାଧ୍ୟମରେ ଆମେ ପ୍ରତ୍ୟେକଟି ଜିନିଷକୁ ଅନୁଭବ କରୁ, ଜାଣୁ, ଆମ ସ୍ନାୟୁତନ୍ତ୍ର ଦ୍ୱାରା ମସ୍ତିଷ୍କରେ ସ୍ମୃତି ରୂପରେ ସାଇତି ରଖୁ। ଗୋଟିଏ ଅଦୃଶ୍ୟ ଇନ୍ଦ୍ରିୟ ମଧ୍ୟ ଆମ ଭିତରେ ରହିଛି, ଯାହା ମନ ରୂପରେ ଆମ ମସ୍ତିଷ୍କରେ ଅବସ୍ଥିତ। ଏହା
ଅଦୃଶ୍ୟ ଭାବରେ ରହିଥିବାରୁ ସାଧାରଣ ଆଖିକୁ ଦେଖାଯାଏ ନାହିଁ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, ଇନ୍ଦ୍ରିୟ ଠାରୁ ମନ ଶ୍ରେଷ୍ଠ, ମନ ଠାରୁ ବୁଦ୍ଧି ଏବଂ ବୁଦ୍ଧି ଠାରୁ ଆତ୍ମା ଶ୍ରେଷ୍ଠ। ସର୍ବୋପରି ପରମାତ୍ମା ହେଉଛନ୍ତି ସର୍ବଶ୍ରେଷ୍ଠ। ତେଣୁ ଇନ୍ଦ୍ରିୟ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆମର ମନ ରହିଛି। ମନକୁ ନିୟନ୍ତ୍ରଣ କରିବା ପାଇଁ ବୁଦ୍ଧି ବା ବିବେକ ରହିଛି। ଯେତେବେଳେ ମଣିଷ କୌଣସି ସାଧନା କରିଥାଏ ବା କୌଣସି ସଫଳତାର ପଥରେ ଅଗ୍ରସର ହୋଇଥାଏ, ସେତେବେଳେ ବିଷୟ ବାସନା ଇନ୍ଦ୍ରିୟ ଗୁଡ଼ିକୁ ଆକ୍ରମଣ କରିଥାନ୍ତି। ବାରମ୍ବାର ସେଗୁଡ଼ିକୁ ସାଂସାରିକ ଦ୍ରବ୍ୟ ଉପଭୋଗ କରିବା ପାଇଁ ପ୍ରବର୍ତ୍ତାଇଥାନ୍ତି। କିନ୍ତୁ ଯେତେବେଳେ ମାନସିକ ଦୃଢ଼ତା ଦ୍ୱାରା କୌଣସି ବ୍ୟକ୍ତି ବା ସାଧକ ନିଜ ସାଧନା ପଥରେ ଆଗେଇ ଯାଇଥାଏ, ସେତେବେଳେ ବହୁତ ବାଧା ସୃଷ୍ଟି ହୋଇଥାଏ। କଥାରେ ଅଛି, ଶ୍ରେୟାଂସୀ ବହୁ ବିଘ୍ନାନି। ଭଲ କାମଟିଏ କରିବାକୁ ଗଲେ ବହୁତ ବାଧାବିଘ୍ନ ଆସିଥାଏ। ଯେମିତି ସ୍ୱର୍ଗର ରାଜା ଦେବରାଜ ଇନ୍ଦ୍ର ଅନେକ ମୁନି ଋଷିମାନଙ୍କର ତପସ୍ୟା ଭଙ୍ଗ କରିଥାନ୍ତି। ବିଭିନ୍ନ ଦେବତାଗଣଙ୍କୁ ପଠାଇ, ଅଗ୍ନିଦେବ, ବାୟୁଦେବ, ବରୁଣ ଦେବ ଇତ୍ୟାଦିଙ୍କୁ ପଠାଇ ସେମାନଙ୍କର ତପସ୍ୟାରେ ବ୍ୟାଘାତ ସୃଷ୍ଟି କରନ୍ତି। ଅପ୍ସରାମାନଙ୍କୁ ପଠାଇ ସେମାନଙ୍କର ମାନସିକ ନିୟନ୍ତ୍ରଣକୁ କ୍ଷୟ କରିବା ପାଇଁ ଚେଷ୍ଟା କରନ୍ତି। ସେହିଭଳି ଆମ ଶରୀରରେ ଇନ୍ଦ୍ରିୟ ଗୁଡ଼ିକ ବିଷୟ ବାସନା ପ୍ରତି ଆକର୍ଷିତ ହୋଇ ଆମର ସାଧନା ପଥରେ ବିଭିନ୍ନ ବାଧାବିଘ୍ନ ଉପୁଜାଇଥାନ୍ତି। ରାଜା ଇନ୍ଦ୍ର ସବୁବେଳେ ନିଜ ପଦ ବା ପଦବୀ ହରାଇବାର ଆଶଙ୍କାରେ ରହୁଥାନ୍ତି। ଠିକ୍ ସେହିପରି ଯେତେବେଳେ ମଣିଷର ମନ ବା ଇନ୍ଦ୍ରିୟ ଗୁଡ଼ିକ 6ଟି ଶତ୍ରୁ ଦ୍ୱାରା କବଳିତ ହୁଅନ୍ତି, କାମ, କ୍ରୋଧ, ଲୋଭ, ମୋହ, ମତ୍, ମାତ୍ସର୍ଯ୍ୟ, ଏହି 6ଟି ଶତ୍ରୁ ଯେତେବେଳେ ଆମକୁ ଆକ୍ରମଣ କରିଥାନ୍ତି, ଆମର ପଦ, ପଦବୀ, ଆମ ଆତ୍ମାର ସ୍ଥାନ ଏସବୁ ଗାଦିଚ୍ୟୁତ ହେବାର ବା ସ୍ଖଳିତ ହେବାର ସମ୍ଭାବନା ବଢ଼ି ଯାଇଥାଏ। ଆମର ଅଜ୍ଞାନତା ଯୋଗୁଁ ମନ ସବୁବେଳେ କହିଥାଏ ସାଂସାରିକ ସୁଖକୁ ସ୍ଥାୟୀ ଭାବରେ ଭୋଗ କରିବା ପାଇଁ। କିନ୍ତୁ ଯେତେବେଳେ ଜ୍ଞାନର ପରିସ୍ଫୁଟନ ହୁଏ, ସେତେବେଳେ ଆତ୍ମା ଚାହିଁଥାଏ ପରମାତ୍ମାଙ୍କ ନିକଟକୁ ଯିବା ପାଇଁ। ଏହି ଦୁଇଟି ମଧ୍ୟରେ ପାଚେରୀ ହୋଇ ଠିଆ ହୋଇଥାଏ ଆମର ମନ ବା ଇନ୍ଦ୍ର। ଗୋଟିଏ ଘୋଡ଼ା ଟାଣୁଥିବା ରଥର ପରିକଳ୍ପନା କରାଯାଉ। ରଥରେ ଯିଏ ମହାରଥୀ ଏବଂ ଯିଏ ସାରଥୀ, ଯଦି ସେହି ଦୁଇ ଜଣଙ୍କ ମଧ୍ୟରେ କୌଣସି ତାଳମେଳ ରହେ ନାହିଁ, ତେବେ ସାରଥୀ ଏ ରଥକୁ ଟାଣୁଥିବା 5ଟି ଘୋଡ଼ା ବା ପଞ୍ଚ ଇନ୍ଦ୍ରିୟକୁ ଠିକ୍ ଭାବରେ ନିୟନ୍ତ୍ରଣ କରିପାରେ ନାହିଁ। ଲଗାମ ଛଡ଼ା ହୋଇ ଘୋଡ଼ା ବା ଇନ୍ଦ୍ରିୟ ଗୁଡ଼ିକ ଏଣେ ତେଣେ ବୁଲନ୍ତି ବା ସାଂସାରିକ ମୋହମାୟାରେ ବୁଡ଼ି ରହନ୍ତି ଏବଂ ସେଗୁଡ଼ିକୁ ନିଜର ସର୍ବସ୍ୱ ବୋଲି ଭାବି ନେଇଥାନ୍ତି। ସାଧକ ବା କୌଣସି ଯୋଗୀ, ମୁନି ଋଷି ଇତ୍ୟାଦିଙ୍କର ସାଧନା ଯେତେବେଳେ ପରମାତ୍ମାଙ୍କ ପ୍ରତି ଅଧିକ ପ୍ରଗାଢ଼ ହୋଇଯାଏ, ସାଧନାର ବା ଆନନ୍ଦର ଚରମ ସୀମାରେ ପହଞ୍ଚିବାର ଠିକ୍ ପୂର୍ବରୁ ମନ ବିଚଳିତ ହୋଇଥାଏ। ମନ କହିଥାଏ ସଂସାରର ମୋହମାୟା ହେଉଛି ସମ୍ପୂର୍ଣ୍ଣ ରୂପେ ସତ୍ୟ, କିନ୍ତୁ ଆତ୍ମା କହିଥାଏ ପରମାନନ୍ଦ ବା ପରମାତ୍ମା ହେଉଛନ୍ତି ସଂସାରରେ ସତ୍ୟ। ଏହି ଦୁଇ ଜଣଙ୍କ ମଧ୍ୟରେ ଯେଉଁ ପାଚେରୀ ଠିଆ ହୋଇଥାଏ, ତାକୁ ହିଁ ଇନ୍ଦ୍ର କୁହାଯାଏ। ଯଦି ମନର ଭୟ ଯୋଗୁଁ ଆମେ ଅଟକି ଗଲେ, ତାହେଲେ ଇନ୍ଦ୍ର ଖୁସି ହେଇଯାଆନ୍ତି, କାରଣ ଯେଉଁ ଭୟ ଥାଏ ସେ ଭୟରୁ ଆମେ କିଛି କ୍ଷଣ ପାଇଁ ମୁକ୍ତି ପାଇଯାଇଥାଉ। କିନ୍ତୁ ଯଦି ଆମେ ଏହି ଭୟକୁ ପାରି କରିଯିବା, ପ୍ରଥମେ ଆମ ଇନ୍ଦ୍ର ବା ଇନ୍ଦ୍ରିୟ ଗୁଡ଼ିକ ଅସନ୍ତୁଷ୍ଟ ହେଇଯିବେ, କିନ୍ତୁ ଯେତେବେଳେ ସେହି ବିନ୍ଦୁକୁ ଆମେ ଡେଇଁଯିବା ଏବଂ ପରମାତ୍ମା ବା ପରମାନନ୍ଦଙ୍କୁ ପାଇଯିବା, ଆମେ ହିଁ ନିଜ ଆତ୍ମାର ରାଜା ହେଇଯିବା। ଆମେ ନିଜେ ହିଁ ଇନ୍ଦ୍ର ହେଇଯିବା। ପ୍ରଶ୍ନ ଏହା ନୁହେଁ ଯେ ଇନ୍ଦ୍ର କିଏ, ବରଂ ପ୍ରଶ୍ନ ଏହା, ଇନ୍ଦ୍ରଠାରୁ ଉପରେ ବା ଊର୍ଦ୍ଧ୍ୱରେ ଆଉ କିଏ ଅଛି? ସେହି ପରମେଶ୍ୱରଙ୍କୁ ଖୋଜିବାକୁ ଯାଇ ଆମେ ବାଟରେ ଇନ୍ଦ୍ରଙ୍କୁ ଭେଟିଥାଉ। ଆମର ଇନ୍ଦ୍ରିୟ ଗୁଡ଼ିକ ଯେତେବେଳେ ନିୟନ୍ତ୍ରଣକୁ ଆସିଯାଏ, ଆମେ ବୁଝିପାରିଥାଉ ସାଂସାରିକ ମୋହମାୟା କ୍ଷଣସ୍ଥାୟୀ ଅଟେ
ଦୀର୍ଘସ୍ଥାୟୀ ନୁହେଁ। ସେତେବେଳେ ଆମର ଆତ୍ମାର ଜାଗରଣ ହୋଇଥାଏ। କେହି ବାହାରେ ଥିବା କର୍ତ୍ତା ବା ଇନ୍ଦ୍ର ଆମ ଭିତରେ ଥିବା ଋଷିଙ୍କର ତପସ୍ୟାକୁ ଭାଙ୍ଗି ନଥାନ୍ତି, ବରଂ ଆମ ନିଜ ଶରୀରରେ ଏବଂ ମନରେ ଥିବା ବିକାର ହିଁ ଆମର ତପସ୍ୟାକୁ ଇନ୍ଦ୍ର ରୂପେ ଭାଙ୍ଗି ଦେଇଥାଏ। ଅହଙ୍କାର ତ୍ୟାଗପୂର୍ବକ ନିଷ୍ଠା ପାଳନ ଦ୍ୱାରା ଯଦି ଆମେ ପରମେଶ୍ୱରଙ୍କର ଅଭିମୁଖରେ ଯାତ୍ରା କରିବା, ତାହେଲେ ଆମେ ଇନ୍ଦ୍ର ଏବଂ ଇନ୍ଦ୍ରିୟ ବିକାରରୁ ଊର୍ଦ୍ଧ୍ୱରେ ଈଶ୍ୱରଙ୍କୁ ପାଇପାରିବା।